ସମ୍ବିଧାନର ଅର୍ଥ ଆରିଷ୍ଟଟଲଙ୍କ ଭାଷାରେ ସମ୍ବିଧାନର ଶାସନ ମଧ୍ୟରେ ଜୀବନ ନିର୍ବାହକୁ ଦାସତ୍ୱ ନୁହେଁ ବରଂ ମୁଖ୍ୟ ରୂପେ ବିଚାର କରାଯିବା ଉଚିତ। ଗ୍ରୀକ୍ ସମୟରୁ ଆରମ୍ଭ ହୋଇଥିବା ସମ୍ବିଧାନବାଦ ବର୍ତ୍ତମାନ ମଧ୍ୟ ପ୍ରତ୍ୟେକ ରାଷ୍ଟ୍ରରେ ଏକ ସମ୍ବିଧାନର ସ୍ଥିତି ସମ୍ପର୍କରେ ଏକ ସାର୍ବଜନୀନ ସତ୍ୟ ଉପସ୍ଥାପନ କରେ। ଏହା ସେହି ରାଷ୍ଟ୍ରର ଶାସନ, ଆଇନ ପ୍ରଣୟନ, ଆଇନର କାର୍ଯ୍ୟକାରିତା ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ମୌଳିକ ଆଇନର ସମାହାର ଅଟେ। ଏହାକୁ ସରକାରଙ୍କ କ୍ଷମତା ଓ ସଂଗଠନର ସ୍ୱରୂପ ନିର୍ଦ୍ଧାରଣ ଓ ନାଗରିକ ଅଧିକାର ଓ କର୍ତ୍ତବ୍ୟ ସୂଚିତ କରୁଥିବା ଏକ ଆଇନଗତ ବ୍ୟବସ୍ଥା ଅଟେ। ସମ୍ବିଧାନର ଅନୁପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି, ଅନୁଷ୍ଠାନ ଓ ଏପରିକି ସରକାର ମଧ୍ୟ ସ୍ୱଚ୍ଛତାରେ ହୋଇ କ୍ଷମତା ଓ ଦାୟିତ୍ୱର ଅପବ୍ୟବହାର କରିଥାନ୍ତି, ଯାହାଫଳରେ ଅରାଜକତାର ରାଜତ୍ୱ ସୃଷ୍ଟି ହୁଏ ବୋଲି ଜେଲିନେକ୍ ମତ ଦେଇଛନ୍ତି। ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ରାଜନୈତିକ ଜନ୍ମପତ୍ରିକା ବା ଜାତକ। ଏହା ହେଉଛି ରାଷ୍ଟ୍ରର ମୌଳିକ ଆଇନ, ଯାହା ରାଷ୍ଟ୍ରର ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରେ। ଏହା ବତୀଘର ସଦୃଶ। ଏହା ସରକାରଙ୍କୁ ବିଧିସଙ୍ଗତ କ୍ଷମତାର ଆଲୋକ ପ୍ରଦାନ କରି ଏବଂ ସେହି କ୍ଷମତାର ସୀମାରେଖା ବିଷୟରେ ସତର୍କ ସୂଚନା ପ୍ରଦାନ କରେ। ଗୋଟିଏ ସ୍ୱାଧୀନ ଜାତିର ପ୍ରତୀକ ହିସାବରେ ଏହା ରାଷ୍ଟ୍ରର ଏକତା, ଗୌରବ ଓ ସାର୍ବଭୌମତ୍ୱର ପ୍ରତିଫଳନ କରେ। ଆକ୍ଷରିକ ଅର୍ଥରେ ବିଧାନମାନଙ୍କର ସମାହାରକୁ ବୁଝାଇଥିବା ସମ୍ବିଧାନ ଗୋଟିଏ ରାଷ୍ଟ୍ରର ପରିଚୟ ପତ୍ର ଓ ପଥ ପ୍ରଦର୍ଶକ ରୂପେ ପରିଗଣିତ ହୁଏ। ସମ୍ବିଧାନ ହେଉଛି ରାଷ୍ଟ୍ରର ଦର୍ପଣ ସଦୃଶ। ସମ୍ବିଧାନର ସଂଜ୍ଞା ଡେଫିନେସନ୍ ଅଫ୍ କନଷ୍ଟିଟ୍ୟୁସନ୍ ଲର୍ଡ ବ୍ରାଇସ୍ଙ୍କ ଭାଷାରେ ଗୋଟିଏ ରାଷ୍ଟ୍ରର ସମ୍ବିଧାନ ସେହି ସମସ୍ତ ନିୟମ ଓ ଆଇନର ଏକତ୍ର ଉପସ୍ଥିତିକୁ ବୁଝାଏ ଯାହା ସରକାରର ଆକୃତି ନିର୍ଦ୍ଧାରଣ କରେ, ନାଗରିକ ପ୍ରତି ସରକାରର ଏବଂ ସରକାର ପ୍ରତି ନାଗରିକର ଅଧିକାର ଓ କର୍ତ୍ତବ୍ୟକୁ ସୂଚିତ କରେ। ଆର୍. ଏନ୍. ଗିଲଖ୍ରିଷ୍ଟ ସମ୍ବିଧାନର ସ୍ୱରୂପ ନିର୍ଦ୍ଧାରଣ କରି ମତ ଦେଇଛନ୍ତି ଯେ ସମ୍ବିଧାନ ଗୋଟିଏ ରାଷ୍ଟ୍ରର ସେହି ଲିଖିତ କିମ୍ବା ଅଲିଖିତ ନିୟମମାନଙ୍କର ସମଷ୍ଟି, ଯାହା ସରକାରର ସଂଗଠନ, ସରକାରର ବିଭିନ୍ନ ଅଙ୍ଗକୁ କ୍ଷମତା ବଣ୍ଟନ ଏବଂ ଏହି କ୍ଷମତା କେଉଁ ସାଧାରଣ ନୀତିରେ କାର୍ଯ୍ୟକାରୀ ହେବ ତାହା ନିର୍ଦ୍ଧାରଣ କରେ। ଡାଇସି ମତ ଦେଇଛନ୍ତି ଯେ ଗୋଟିଏ ରାଷ୍ଟ୍ରର ସମ୍ବିଧାନ ସେହି ସମସ୍ତ ନିୟମକୁ ନେଇ ଗଠିତ ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରାଷ୍ଟ୍ରର ସାର୍ବଭୌମ କ୍ଷମତାର ବଣ୍ଟନକୁ ପ୍ରଭାବିତ କରିଥାଏ। ଗେଟେଲ ସମ୍ବିଧାନର ବ୍ୟାଖ୍ୟା କରି କହିଛନ୍ତି ଯେ ସମ୍ବିଧାନ ମୌଳିକ ନୀତିନିୟମ ଏକ ସଂଗ୍ରହ ଅଟେ ଯାହା ଦ୍ୱାରା ସରକାର ଓ ଶାସିତ ବା ପ୍ରଜାମାନଙ୍କ ମଧ୍ୟରେ ଆଇନଗତ ସମ୍ପର୍କ ନିରୂପିତ ହୁଏ ଏବଂ ଯାହା ଅନୁଯାୟୀ ରାଷ୍ଟ୍ରର କ୍ଷମତା ବ୍ୟବହୃତ ହୁଏ। ୱେଲସିଙ୍କ ମତରେ ସମ୍ବିଧାନ ସେହି ସମସ୍ତ ନୀତିର ସଂଗ୍ରହ ଅଟେ ଯାହା ସରକାରର କ୍ଷମତା, ଶାସିତର ଅଧିକାର ଏବଂ ସେହି ଦୁଇ ବ୍ୟବସ୍ଥା ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାକୁ ନିରୂପଣ କରେ। ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଏହା ସୁସ୍ପଷ୍ଟ ହୁଏ ଯେ ସମ୍ବିଧାନ ଗୋଟିଏ ରାଷ୍ଟ୍ରର ସର୍ବଶ୍ରେଷ୍ଠ ଆଇନ ଗ୍ରନ୍ଥ ଅଟେ ଯାହା ସରକାରର ସ୍ୱରୂପ, କାର୍ଯ୍ୟଧାରା, ନାଗରିକର ଅଧିକାର ଓ କର୍ତ୍ତବ୍ୟ, ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ଓ ସେମାନଙ୍କର କ୍ଷମତା ତଥା କାର୍ଯ୍ୟ ପରିସର ସମ୍ପର୍କୀୟ ମୌଳିକ ନୀତିନିୟମର ଏକ ସୁସ୍ଖଳିତ ଗ୍ରନ୍ଥ ଅଟେ। ସାଧାରଣ ଆଇନ ଓ ସାମ୍ବିଧାନିକ ଆଇନ ମଧ୍ୟରେ ପାର୍ଥକ୍ୟ। ସାମ୍ବିଧାନିକ ଆଇନ ଶାସନ ବିଧାୟକ ସଭା ଦ୍ୱାରା ପ୍ରଣୀତ ଓ ଗୃହୀତ ଦେଶର ସର୍ବୋଚ୍ଚ ଆଇନ ହୋଇଥିବା ବେଳେ ଏହା ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହି ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଓ ମୁଖ୍ୟ କାର୍ଯ୍ୟପାଳିକା ଦ୍ୱାରା ଅନୁମୋଦିତ ଆଇନକୁ ସାଧାରଣ ଆଇନ କୁହାଯାଏ। ରାଷ୍ଟ୍ରର ଶାସନ ବ୍ୟବସ୍ଥା, ସରକାରୀ ସଂଗଠନ, ରାଷ୍ଟ୍ରର ଲକ୍ଷ୍ୟ ଓ କାର୍ଯ୍ୟ ପରିସର, ନାଗରିକର ଅଧିକାର ଓ କର୍ତ୍ତବ୍ୟ ଆଦି ସାମ୍ବିଧାନିକ ଆଇନ ଦ୍ୱାରା ନିର୍ଦ୍ଧାରିତ କରାଯାଇଥାଏ। କିନ୍ତୁ ସାଧାରଣ ଆଇନ ସାମ୍ବିଧାନିକ ଆଇନର ବିରୁଦ୍ଧାଚରଣ ନକରି ଏହା ଦ୍ୱାରା ନିର୍ଦ୍ଦେଶିତ ଓ ନିୟନ୍ତ୍ରିତ ହୋଇଥାଏ। ସାମ୍ବିଧାନିକ ଆଇନର ସଂଶୋଧନ ପାଇଁ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ଅର୍ଥାତ୍ 2/3 ବା ତା'ଠାରୁ ଅଧିକ ସମର୍ଥନ ଆବଶ୍ୟକ ହେଉଥିବା ବେଳେ ସାଧାରଣ ଆଇନର ସଂଶୋଧନ ପାଇଁ ସାଧାରଣ ଅର୍ଥାତ୍ ଉପସ୍ଥିତ ସଭ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ଏଣୁ ସାମ୍ବିଧାନିକ ଆଇନର ସଂଶୋଧନ ପଦ୍ଧତି ଅନମନୀୟ ହୋଇଥିବା ବେଳେ ସାଧାରଣ ଆଇନର ସଂଶୋଧନ ପଦ୍ଧତି
ନମନୀୟ ଅଟେ। ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ବିବାଦ ଦେଖାଗଲେ ସାମ୍ବିଧାନିକ ଆଇନ ବଳବତ୍ତର ରହେ। ଉତ୍ତମ ସମ୍ବିଧାନର ଲକ୍ଷଣ: ସମ୍ବିଧାନ ଲିଖିତ, ସ୍ପଷ୍ଟ, ନିର୍ଦ୍ଦିଷ୍ଟ, ଅର୍ଥସୂଚକ, ସାଧାରଣ ବୋଧଗମ୍ୟ ହେବା ଆବଶ୍ୟକ। ଏହା କ୍ଷୁଦ୍ର କଳେବର ବିଶିଷ୍ଟ ହେବା ଉଚିତ। ଏହାର ସଂଶୋଧନ କ୍ଷେତ୍ରରେ ଉଭୟ ନମନୀୟ ଓ ଅନମନୀୟ ପଦ୍ଧତି ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ଆବଶ୍ୟକ। ଏଥିରେ ନାଗରିକର ମୌଳିକ ଅଧିକାର ଓ କର୍ତ୍ତବ୍ୟର ସ୍ୱତନ୍ତ୍ର ତଥା ସ୍ପଷ୍ଟ ଚିତ୍ର ରହିବା ଉଚିତ ଓ ଏହା ମୁଖ୍ୟ ଭାଷ୍ୟକାର ହିସାବରେ କାର୍ଯ୍ୟ କରିବା ଆବଶ୍ୟକ। ସମ୍ବିଧାନର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହେବା ଉଚିତ। ସମ୍ବିଧାନର ଆବଶ୍ୟକତା ଓ ଗୁରୁତ୍ୱ: ନିମ୍ନଲିଖିତ କ୍ଷେତ୍ରରେ ସମ୍ବିଧାନର ଆବଶ୍ୟକତା ଅନୁଭୂତ ହେଉଥିବାରୁ ଏହା ନିଜର ଗୁରୁତ୍ୱକୁ ଜାହିର କରୁଛି। ଏହାର ଅନୁପସ୍ଥିତିରେ ରାଷ୍ଟ୍ର ଅରାଜକତାର ଶାସନରେ ପରିଣତ ହେବ ବୋଲି ଜେଲିନେକ ମତ ଦେଇଛନ୍ତି। ଏହା ରାଷ୍ଟ୍ରର ପ୍ରକୃତି, ଶାସନ ବ୍ୟବସ୍ଥା, ସରକାର ଓ କାର୍ଯ୍ୟପରିସର, ନାଗରିକର ଅଧିକାର ଓ କର୍ତ୍ତବ୍ୟର ସ୍ଥିତି ଆଦି ସମ୍ପର୍କରେ ପୂର୍ଣ୍ଣ ଧାରଣା ପ୍ରଦାନ କରେ, ଯାହାଫଳରେ ରାଜନୈତିକ ବ୍ୟବସ୍ଥାର ଭିତ୍ତିଭୂମିର ବଳିଷ୍ଠତା ଓ ନାଗରିକ ଆନୁଗତ୍ୟ ପ୍ରକୃତି ସମ୍ପର୍କରେ ସମ୍ପୂର୍ଣ୍ଣ ଚିତ୍ର ମିଳିଥାଏ। ଏହା ସରକାରର ପ୍ରକୃତି, ବିଭିନ୍ନ ଅଙ୍ଗ, ସେମାନଙ୍କର କ୍ଷମତା, ଅନ୍ତର୍ସମ୍ପର୍କ ଆଦି ବିଷୟରେ ପୂର୍ଣ୍ଣ ଧାରଣା ପ୍ରଦାନ କରିଥାଏ। ଏହା ବ୍ୟକ୍ତିର ଅଧିକାର ଓ କର୍ତ୍ତବ୍ୟକୁ କେବଳ ପ୍ରଦାନ କରେ ନାହିଁ, ବରଂ ସେଗୁଡ଼ିକୁ ଆଇନଗତ ନିରାପତ୍ତା ପ୍ରଦାନ କରି ସୁରକ୍ଷିତ ରଖିଥାଏ। ଏହା ସରକାରଙ୍କ କୌଣସି ଅଙ୍ଗ ଦ୍ୱାରା କ୍ଷମତାର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇ ସରକାରଙ୍କୁ ଦାୟିତ୍ୱ ସମ୍ପନ୍ନ କରିଥାଏ। ଏହା ଶାସନଗତ ଶୃଙ୍ଖଳା ପ୍ରତିଷ୍ଠା କରେ ଓ ସରକାରର ସ୍ଥିରତା ଓ ଦକ୍ଷତା ବୃଦ୍ଧି କରେ। ଏହା ବ୍ୟକ୍ତିର ଶାସନ ପରିବର୍ତ୍ତେ ଆଇନର ଶାସନ ପ୍ରତିଷ୍ଠା କରେ। ସମ୍ବିଧାନ ରାଷ୍ଟ୍ରର ମୌଳିକ ଆଇନ ହିସାବରେ ଜାତୀୟ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରେ। ଏହା ଗୋଟିଏ ଦେଶର ଜାତୀୟ ପରିଚୟ ଅଟେ। ଲିଖିତ ଓ ଅଲିଖିତ ସମ୍ବିଧାନ: ସମ୍ବିଧାନ ଲିଖିତ କିମ୍ବା ଅଲିଖିତ ହୋଇପାରେ। ଲିଖିତ ସମ୍ବିଧାନ ସଚେତନ ଓ ଇଚ୍ଛାକୃତ ଭାବେ ଏକ ସମ୍ବିଧାନ ପ୍ରଣୟନ ସଭା କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ସଂସ୍ଥା ଦ୍ୱାରା ସୃଷ୍ଟି କରାଯାଇଥାଏ। ସାଧାରଣତଃ ଲିଖିତ ସମ୍ବିଧାନ ଥିବା ରାଷ୍ଟ୍ରରେ ଦୁଇ ପ୍ରକାର ଆଇନ ପ୍ରଣୟନ ସଂସ୍ଥା ଥାଏ। ଗୋଟିଏ ହେଲା ସାମ୍ବିଧାନିକ ଓ ସର୍ବୋଚ୍ଚ ଏବଂ ଅନ୍ୟଟି ହେଲା ବୈଧାନିକ ଓ ଅଧସ୍ତନ। ଭାରତ ସମ୍ବିଧାନ ହେଉଛି ପୃଥିବୀର ସର୍ବବୃହତ ଲିଖିତ ସମ୍ବିଧାନ। ଏହା ଏକ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ପ୍ରଣୟନ କରାଯାଇଥିଲା, କିନ୍ତୁ ସେହି ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ବ୍ୟବସ୍ଥାପିକା ଯଥା କେନ୍ଦ୍ରର ସଂସଦ ଓ ରାଜ୍ୟର ବିଧାନମଣ୍ଡଳ ଆଇନ ପ୍ରଣୟନ କରୁଛନ୍ତି। 1799 ମସିହାରୁ କାର୍ଯ୍ୟକାରୀ ହୋଇଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ହେଉଛି ବିଶ୍ୱର ସର୍ବପୁରାତନ ଲିଖିତ ସମ୍ବିଧାନ। ଅଲିଖିତ ସମ୍ବିଧାନ ହେଉଛି ଏକ ବିକଶିତ ବା ବିବର୍ତ୍ତିତ ସମ୍ବିଧାନ, ଯାହା ଇଚ୍ଛାକୃତ ଭାବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତିଆରି କରାଯାଇନଥାଏ। ପ୍ରଥା, ପରମ୍ପରା, ଲୋକାଚାର, ସାଧାରଣ ନୀତି, ବିଚାରାଳୟର ରାୟ ଆଦିର ପ୍ରାଧାନ୍ୟ ଥିବା ଅଲିଖିତ ସମ୍ବିଧାନ ସମୟକ୍ରମେ ବିକଶିତ ହୋଇଥାଏ। ଅଲିଖିତ ସମ୍ବିଧାନ ଥିବା ରାଷ୍ଟ୍ରରେ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନଥାଏ। ଇଂଲଣ୍ଡ ସମ୍ବିଧାନକୁ ସର୍ବପୁରାତନ ଅଲିଖିତ ସମ୍ବିଧାନ କୁହାଯାଏ। ଏହା ମଧ୍ୟ ସକଳ ସମ୍ବିଧାନର ଜନନୀ ରୂପେ ପରିଚିତ। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ, ଲିଖିତ ସମ୍ବିଧାନର ସମସ୍ତ ଆଇନ ଲିଖିତ ନୁହେଁ କି ଅଲିଖିତ ସମ୍ବିଧାନର ସବୁ ଆଇନ ଅଲେଖା ନୁହେଁ। ଲିଖିତ ସମ୍ବିଧାନରେ କେତେକ ଅଲିଖିତ ପ୍ରଥା, ପରମ୍ପରା ଆଦି କାର୍ଯ୍ୟ କରେ। ସେହିପରି ଅଲିଖିତ ସମ୍ବିଧାନର ମୁଖ୍ୟ ଆଇନ ଓ ବିଷୟଗୁଡ଼ିକୁ ଲିଖିତ ଦଲିଲ ଆକାରରେ ଥାଏ। ତେବେ ମୋଟ ଉପରେ କହିବାକୁ ଗଲେ ଲିଖିତ ସମ୍ବିଧାନର ବହୁଳ ଅଂଶ ଲିଖିତ ଏବଂ ଅଲିଖିତ ସମ୍ବିଧାନର ସର୍ବାଧିକ ବିଷୟ ଅଲିଖିତ। ନମନୀୟ ସମ୍ବିଧାନ: ଲର୍ଡ ବ୍ରାଇସ୍ ତାଙ୍କର ଷ୍ଟଡିଜ୍ ଇନ୍ ହିଷ୍ଟ୍ରି ଆଣ୍ଡ ଜୁରିସ୍ପ୍ରୁଡେନ୍ସ ଲର୍ଡ ବ୍ରାଇସ୍ ତାଙ୍କର ଷ୍ଟଡିଜ୍ ଇନ୍ ହିଷ୍ଟ୍ରି ଆଣ୍ଡ ଜୁରିସ୍ପ୍ରୁଡେନ୍ସ ପୁସ୍ତକରେ ସଂଶୋଧନ ପଦ୍ଧତି ଭିତ୍ତିରେ ସମ୍ବିଧାନକୁ ନମନୀୟ ଓ ଅନମନୀୟ ବୋଲି ଦୁଇ ଭାଗରେ ବିଭାଜନ କରିଛନ୍ତି। ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ କରାଯାଏ ଏବଂ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ। ବାର୍ଙ୍କ ମତରେ, ଯେଉଁ ସମ୍ବିଧାନ ଅତ୍ୟନ୍ତ ସହଜ ଓ ସରଳ ଭାବେ ଲୋକମାନଙ୍କ ଇଚ୍ଛାନୁଯାୟୀ ପରିବର୍ତ୍ତନ ହୋଇପାରେ, ତାହା
ନମନୀୟ ସମ୍ବିଧାନ ଅଟେ। କାର୍ନଲ ନମନୀୟ ସମ୍ବିଧାନର ସଂଜ୍ଞା ନିରୂପଣ କରି ମତ ଦେଇଛନ୍ତି ଯେ ଯେଉଁ ସମ୍ବିଧାନ ସାଧାରଣ ଆଇନ ଠାରୁ ଅଧିକ ଆଇନଗତ କର୍ତ୍ତୃତ୍ୱ ଉପଭୋଗ କରେ ନାହିଁ ଏବଂ ଯାହା ଅନ୍ୟାନ୍ୟ ଆଇନ ପରି ପରିବର୍ତ୍ତନ କରାଯାଇପାରେ ତାହାକୁ ନମନୀୟ ବା ଗତିଶୀଳ ସମ୍ବିଧାନ କୁହାଯାଏ। ଇଂଲଣ୍ଡର ସମ୍ବିଧାନ ପୃଥିବୀର ସବୁଠାରୁ ନମନୀୟ ସମ୍ବିଧାନ ଅଟେ। ନମନୀୟ ସମ୍ବିଧାନର ଉପକାରିତା। ପରିବେଶ ପରିସ୍ଥିତି ଓ ଆବଶ୍ୟକତାର ପରିବର୍ତ୍ତନ ସହ ଏହି ସମ୍ବିଧାନରେ ସହଜରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଏହାକୁ ସମୟ ଉପଯୋଗୀ କରାଯାଇପାରେ। ଏହା ଜନମତର ପ୍ରକୃତ ଓ ସମୟ ଉପଯୋଗୀ ପ୍ରତିଫଳକ ଘଟାଇ ଆଇନ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରେ। ଏହା ଜରୁରୀ ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିପାରେ। ଏହାର ଗତିଶୀଳ ପ୍ରକୃତି ଯୋଗୁଁ ବିଦ୍ରୋହ ବିପ୍ଳବ ଆଦି ଚରମ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରେ। ଏହା ଆଘାତ ସହ୍ୟକାରୀ ହିସାବରେ ସଙ୍କଟ ଦୂର କରେ। ଏହା ସମୟର କ୍ରମୋନ୍ନତି ଧାରାରେ ଗତି କରୁଥିବାରୁ ଏହା ଅଧିକ ଜନପ୍ରିୟ ଓ ସର୍ବଦା ତାଜା ରହିପାରେ। ଏହାର ସ୍ଥିତିସ୍ଥାପକ ଗୁଣ ଉଭୟ ରାଷ୍ଟ୍ର ଓ ଜନସାଧାରଣଙ୍କ ପାଇଁ ହିତକର। ନମନୀୟ ସମ୍ବିଧାନର ଅପକାରିତା। ନମନୀୟ ସମ୍ବିଧାନ ସହଜରେ ତଥା ବାରମ୍ବାର ପରିବର୍ତ୍ତନ କରାଯାଇ ପାରୁଥିବାରୁ ଏହା ଶାସନରେ ସ୍ଥିରତା ରକ୍ଷା କରିପାରେ ନାହିଁ। ଶାସକ ଦଳ ନିଜର ସଂଖ୍ୟାଗରିଷ୍ଠତା କାରଣରୁ ସମ୍ବିଧାନକୁ ପରିବର୍ତ୍ତନ କରିପାରୁଥିବାରୁ ଏହା ଶାସକ ଦଳର ହାତବାରିଶ ରୂପେ କାର୍ଯ୍ୟ କରେ। ନମନୀୟ ସମ୍ବିଧାନରେ ଶାସକ ଦଳର ସଂକୀର୍ଣ୍ଣ ସ୍ୱାର୍ଥ ପ୍ରତିଫଳିତ ହୋଇ ସଂଖ୍ୟାଲଘୁ ଗୋଷ୍ଠୀ ତଥା ସାଧାରଣ ବ୍ୟକ୍ତିର ସ୍ୱାର୍ଥ ସାଧନରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ସଂଘୀୟ ରାଷ୍ଟ୍ରରେ କେନ୍ଦ୍ର ରାଜ୍ୟ ମଧ୍ୟରେ ସାମ୍ବିଧାନିକ କ୍ଷମତା ବଣ୍ଟନ ବ୍ୟବସ୍ଥାକୁ କେନ୍ଦ୍ର ନିଜ ସପକ୍ଷରେ ପରିବର୍ତ୍ତନ କରି ସହଯୋଗୀ ରାଜ୍ୟମାନଙ୍କ କ୍ଷମତା ସଂକୋଚନ କରିବା ଫଳରେ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୁଏ। ଅନୁନ୍ନତ ରାଷ୍ଟ୍ରରେ ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନଶୀଳତାର ଅଭାବ ଯୋଗୁଁ ସମ୍ବିଧାନ ଚତୁର ଶାସକ ଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରିତ ଓ ସଂଶୋଧିତ ହୋଇ ସାଧାରଣ ଲୋକଙ୍କ ସ୍ୱାର୍ଥ ସାଧନରେ ବାଧା ସୃଷ୍ଟି କରୁଥିବାରୁ ନମନୀୟ ସମ୍ବିଧାନ ଅନୁନ୍ନତ ରାଷ୍ଟ୍ର ପାଇଁ ଉପଯୋଗୀ ନୁହେଁ। ନମନୀୟ ସମ୍ବିଧାନ ବାରମ୍ବାର ପରିବର୍ତ୍ତିତ ହେଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ଉପୁଜିବା ଫଳରେ ଏହାର ପବିତ୍ରତା ଓ ବୈଧତା ଉପରେ ଆଞ୍ଚ ଆସିଥାଏ। ଏହାର ଅନିର୍ଦ୍ଦିଷ୍ଟ ସ୍ୱରୂପ ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିଦିଏ। ଉତ୍ତମ ଶାସନ ପାଇଁ ସମ୍ବିଧାନ ସଂଶୋଧନର ପ୍ରକୃତ ଆବଶ୍ୟକତା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋକମାନଙ୍କର ରାଜନୈତିକ ସଚେତନଶୀଳତା ଓ ଜାଗୃତି। ସେମାନେ ସମ୍ବିଧାନ ଓ ଶାସନ ବ୍ୟବସ୍ଥାର ସତର୍କ ପ୍ରହରୀ ରୂପେ ନିଜର ଗୁରୁ ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ। ଅନମନୀୟ ସମ୍ବିଧାନ। ଯେଉଁ ସମ୍ବିଧାନ ସାଧାରଣ ଆଇନ ଧାରାରେ ପରିବର୍ତ୍ତନ ନ ହୋଇ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ଅର୍ଥାତ୍ ଦୁଇ ତୃତୀୟାଂଶ ସମର୍ଥନ ସହ କେତେକ କ୍ଷେତ୍ରରେ ଅତ୍ୟଧିକ ରାଜ୍ୟ ବ୍ୟବସ୍ଥାପିକା ଅନୁମୋଦନ ଦ୍ୱାରା ସଂଶୋଧିତ ହୋଇଥାଏ ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ। ଏହି ପ୍ରକ୍ରିୟାରେ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ପାର୍ଥକ୍ୟ ପରିଦୃଷ୍ଟ ହୁଏ। କିନ୍ତୁ ମୁନରୋ ଓ ଲୋୱେଲଙ୍କ ପରି ସମ୍ବିଧାନବିଦଙ୍କ ମତରେ ଅନମନୀୟ ଓ ନମନୀୟ ସମ୍ବିଧାନ ମଧ୍ୟର ପାର୍ଥକ୍ୟ ପ୍ରକାରଗତ ନୁହେଁ ବରଂ ମାତ୍ରାଗତ ଅଟେ। ଆମେରିକାର ସମ୍ବିଧାନ ପୃଥିବୀର ସବୁଠାରୁ ଅଧିକ ଅନମନୀୟ ସମ୍ବିଧାନମାନଙ୍କ ମଧ୍ୟରେ ଅନ୍ୟତମ। ଅନମନୀୟ ସମ୍ବିଧାନର ଉପକାରିତା। ଅନମନୀୟ ସମ୍ବିଧାନ ସର୍ବଦା ଲିଖିତ ରୂପରେ ପ୍ରକାଶିତ ହେଉଥିବାରୁ ଏହା ନିର୍ଦ୍ଦିଷ୍ଟ ଓ ସୁସ୍ପଷ୍ଟ ଅଟେ। ଏହା ଫଳରେ ବିଭ୍ରାଟ ବା ସନ୍ଦେହ ସୃଷ୍ଟି ହୁଏ ନାହିଁ। ଏହା ଏକ ଜଟିଳ ପଦ୍ଧତିରେ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ପରିବର୍ତ୍ତିତ ହୋଇଥିବାରୁ ଏହା ଶାସକ ଦଳର ହାତବାରିଶ ହୁଏ ନାହିଁ ଏବଂ ଶାସନରେ ସ୍ଥିରତା ଓ ଦୃଢ଼ତା ପ୍ରତିଷ୍ଠିତ ହୋଇପାରେ। ସଂଘୀୟ ରାଷ୍ଟ୍ର ପାଇଁ ଏହା ଏକ ମୌଳିକ ସର୍ତ୍ତ ଅଟେ କାରଣ ସାମ୍ବିଧାନିକ କ୍ଷମତା ବଣ୍ଟନକୁ ଏହା ବଳିଷ୍ଠ ରଖିବାରେ ସହାୟକ ହୋଇଥାଏ। ଲୋକମାନଙ୍କର ଅଧିକାର ସୁରକ୍ଷିତ ରହିପାରେ। ସଂଖ୍ୟାଲଘୁ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ସମ୍ଭବ ହୋଇଥିବାରୁ ସେମାନେ ସୁରକ୍ଷିତ ରହିପାରନ୍ତି। ଅନଗ୍ରସର ରାଷ୍ଟ୍ରରେ ରାଜନୈତିକ ସଚେତନଶୀଳତାର ମାତ୍ରା ଯଥେଷ୍ଟ କମ୍ ଥିବାରୁ ଏହା ମାଧ୍ୟମରେ ରାଜନୈତିକ ବ୍ୟବସ୍ଥାରେ ସ୍ଥିରତା ରକ୍ଷା କରାଯାଇପାରେ। ସମ୍ବିଧାନ ରାଷ୍ଟ୍ରର ସର୍ବୋଚ୍ଚ ଆଇନ ଓ ଏହାର ବଳିଷ୍ଠ ଚାରିକାନ୍ଥ ମଧ୍ୟରେ ଶାସନ ବ୍ୟବସ୍ଥା ପରିଚାଳିତ ହୋଇଥିବାରୁ ସରକାର ସ୍ୱେଚ୍ଛାଚାରୀ ହୋଇପାରେ ନାହିଁ। ଏହା ଶାସନ ପ୍ରକ୍ରିୟାରେ ନିରବଚ୍ଛିନ୍ନତା ବା ଧାରାବାହିକତା ରକ୍ଷା କରେ। ଅନମନୀୟ ସମ୍ବିଧାନର ଅପକାରିତା।
ଅନମନୀୟ ସମ୍ବିଧାନର ସଂଶୋଧନ ପଦ୍ଧତି ଜଟିଳ ହୋଇଥିବାରୁ ଏହା ସମୟ ପରିସ୍ଥିତି ଆବଶ୍ୟକତାର ପରିବର୍ତ୍ତନ ସହ ସଂଶୋଧିତ ହୋଇପାରେ ନାହିଁ ଏବଂ ସେହି କାରଣରୁ ଏହା ଯୁଗୋପଯୋଗୀ ହୋଇପାରେ ନାହିଁ। ସଭ୍ୟତା ଓ ସଂସ୍କୃତିର ଅଗ୍ରଗତି, ପରିବର୍ତ୍ତିତ ଆଦର୍ଶଗତ ଚିନ୍ତାଧାରା, ସାମାଜିକ ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାର ପ୍ରକୃତି ଓ ସ୍ୱରୂପରେ ପରିବର୍ତ୍ତନ ଆଦି ସହ ଖାପ ଖୁଆଇ ଏହାର ପରିବର୍ତ୍ତନ ସମ୍ଭବ ପାରୁନଥିବାରୁ ଏହା ପ୍ରଗତିର ପରିପନ୍ଥୀ ଅଟେ। ଏହାର ସ୍ଥିତିସ୍ଥାପକତା କମ୍ ହୋଇଥିବାରୁ ଏହା ଜରୁରୀ ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିପାରେ ନାହିଁ। ଲର୍ଡ ମାକୌଲେଙ୍କ ମତରେ ରାଷ୍ଟ୍ରମାନେ ଏହାକୁ ଗତି କରୁଥିବା ବେଳେ ସମ୍ବିଧାନଗୁଡ଼ିକ ସ୍ଥିର ନିଶ୍ଚଳ ହୋଇଯିବା ଫଳରେ ବିପ୍ଳବର ସୂତ୍ରପାତ ହୁଏ। ସମ୍ବିଧାନର ଜଗୁଆଳି ତଥା ପ୍ରଧାନ ଭାଷ୍ୟକାର ହିସାବରେ ନ୍ୟାୟାଳୟ ତଥା ବିଚାରପତିମାନେ କାର୍ଯ୍ୟ କରୁଥିବାରୁ ଏହା ବିଚାରପତିଙ୍କ ହାତରେ ଏକ ଖେଳନା ରୂପେ ବ୍ୟବହୃତ। ଏହା ପ୍ରଗତିଶୀଳ ଆଇନ ଓ ଶାସନକୁ ସମର୍ଥନ ନକରି ନ୍ୟାୟପାଳିକାର ରକ୍ଷଣଶୀଳତାକୁ ପ୍ରୋତ୍ସାହନ ଦେଇଥାଏ। ଉଭୟ ନମନୀୟ ଓ ଅନମନୀୟ ସମ୍ବିଧାନର ଉପକାରିତା ଓ ଅପକାରିତା ରହିଛି। ସମାଜର ଆବଶ୍ୟକତା ଓ ପ୍ରକୃତିକୁ ବିଚାରକୁ ନେଇ ପରିସ୍ଥିତି ଓ ଆବଶ୍ୟକତା ଭିତ୍ତିରେ ଉଭୟ ନୀତି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଏହି ଦୁଇ ପଦ୍ଧତିର ଚରମ ସ୍ୱରୂପ ରାଷ୍ଟ୍ର ତଥା ବ୍ୟକ୍ତିର ସ୍ୱାର୍ଥ ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ। ସେହିପରି ନମନୀୟତା ଓ ଅନମନୀୟତାର ମାତ୍ରା ବା ପରିମାଣ ମଧ୍ୟ ନିର୍ଦ୍ଧାରଣ କରିବା ଯେତିକି କଷ୍ଟକର ସେତିକି ଅନାବଶ୍ୟକ। ଭାରତ ସମ୍ବିଧାନ ନମନୀୟତା ଓ ଅନମନୀୟତା ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛି। ଗଣତାନ୍ତ୍ରିକ ଓ ପ୍ରଭୁତ୍ୱବାଦୀ ରାଷ୍ଟ୍ରରେ ସମ୍ବିଧାନ। ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ଲିଖିତ ସମ୍ବିଧାନ ପ୍ରଚଳନ ଏକ ସ୍ୱାଭାବିକ ଧାରାରେ ପରିଣତ ହୋଇଛି। ଇଂଲଣ୍ଡ ପରି ଅନ୍ୟ କେତେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଲିଖିତ ସମ୍ବିଧାନ ଦେଖିବାକୁ ମିଳେ ଯେଉଁଥିରେ ସମୃଦ୍ଧ ପ୍ରଥା ଓ ପରମ୍ପରା ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଅଲିଖିତ ସମ୍ବିଧାନ ନମନୀୟ ପ୍ରକୃତିର ହୋଇଥିବା ବେଳେ ଲିଖିତ ସମ୍ବିଧାନ ସାଧାରଣତଃ ଅନମନୀୟ ଅଟେ। ଭାରତ ପରି କେତେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରଚଳିତ ସମ୍ବିଧାନ ଉଭୟ ନମନୀୟ ଓ ଅନମନୀୟ ପ୍ରକୃତିର, ଯଦିଓ ବିସ୍ତୃତ ଭାବେ ଲିଖିତ ସମ୍ବିଧାନ। ମାତ୍ର ପ୍ରଭୁତ୍ୱବାଦୀ ବା ଏକଛତ୍ରବାଦୀ ରାଷ୍ଟ୍ରମାନଙ୍କରେ ସମ୍ବିଧାନ ଲିଖିତ ହେଉ କି ଅଲିଖିତ ହେଉ, ତାହା ଶାସକ ଗୋଷ୍ଠୀର ନିୟନ୍ତ୍ରଣରେ ଥିବା ଏକ ଦେଖାଣିଆ ପ୍ରଚାର ଦଲିଲ ହୋଇଥାଏ ଯାହା ନିଷ୍ଠାର ସହ କାର୍ଯ୍ୟକାରୀ ହୁଏ ନାହିଁ। ଏହା ଶାସକ ବା ଶାସକ ଗୋଷ୍ଠୀର ଜୟଗାନର ଏକ ଘୋଷଣାପତ୍ର ରୂପେ ଅଥବା ସେହି ମର୍ମରେ କାର୍ଯ୍ୟ କରେ। ଏହା ତ ସହଜରେ ସଂଶୋଧନ ହୋଇପାରେ, ସଂଶୋଧନ ନହେଲେ ମଧ୍ୟ ସଂଶୋଧିତ ଅର୍ଥରେ ମଧ୍ୟ ବ୍ୟବହୃତ ହୋଇପାରେ। ସାମ୍ୟବାଦୀ ଦଳର ପ୍ରଭୁତ୍ୱ ଥିବା ରାଷ୍ଟ୍ର ଚୀନ ହେଉ କି ସାମରିକ ଶାସିତ ରାଷ୍ଟ୍ରମାନେ ହୁଅନ୍ତୁ, ସମ୍ବିଧାନ ସେମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ ନାହିଁ। ସମ୍ବିଧାନବାଦ ଓ ନୂତନ ସମ୍ବିଧାନବାଦ। ସମ୍ବିଧାନ ହେଉଛି ଏକ ପ୍ରକ୍ରିୟା ବା ପ୍ରକ୍ରିୟା ଯାହା ଗଣତାନ୍ତ୍ରିକ ସରକାରକୁ ବୈଧତା ପ୍ରଦାନ କରେ। ଅଧିକାଂଶ ରାଷ୍ଟ୍ରରେ ସମ୍ବିଧାନ ରହିଥିଲେ ମଧ୍ୟ ସେମାନେ ସମ୍ବିଧାନବାଦ ବା ସାମ୍ବିଧାନିକତା ନୀତି ପାଳନ କରୁଛନ୍ତି ବୋଲି କହିହେବ ନାହିଁ। ଏହା ସରକାରୀ କାର୍ଯ୍ୟକଳାପର ବୈଧତାକୁ ବୁଝାଏ ନାହିଁ। ଯାହା ରାଜନୀତି ବା ଶାସନ ପ୍ରକ୍ରିୟାର ନୀତି ନିୟମ ଦୃଷ୍ଟିରୁ ଠିକ୍ ହୋଇପାରେ ତାହା ସାମ୍ବିଧାନିକତା ହୋଇନପାରେ। ସମ୍ବିଧାନବାଦ ବା ସାମ୍ବିଧାନିକତା କେତେକ ମୌଳିକ ନୀତିର ସମାହାର ଅଟେ ଯାହା ନିମ୍ନରେ ପ୍ରଦାନ କରାଗଲା। ଆଇନର ଶାସନ। ସରକାର ଆଇନର ଅଧୀନ। କୌଣସି ବ୍ୟକ୍ତି ବା ଗୋଷ୍ଠୀର ଅଧୀନ ନୁହେଁ। କୌଣସି ବ୍ୟକ୍ତି ସମୁଦାୟ ବା ବର୍ଗ ଆଇନର ଊର୍ଦ୍ଧ୍ୱରେ ନୁହେଁ। ସମସ୍ତେ ଆଇନର ଶାସନାଧୀନ। ଆଇନର ଉଲ୍ଲଂଘନ ବା ଅବମାନନା ବିନା ତଥା ପ୍ରକ୍ରିୟାଗତ ନ୍ୟାୟିକ ବିଚାର ବିନା କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ। ସେହି ପ୍ରକ୍ରିୟା ସମ୍ବିଧାନ ଦ୍ୱାରା ଅଥବା ସମ୍ବିଧାନ ପ୍ରଦତ୍ତ କ୍ଷମତାବଳରେ ହିଁ କାର୍ଯ୍ୟକାରୀ ହୁଏ। ଏହା ବ୍ୟକ୍ତି ସ୍ୱତନ୍ତ୍ରତା ଓ ମୌଳିକ ଅଧିକାରକୁ ସୁରକ୍ଷା ଦିଏ। କ୍ଷମତା ପୃଥକୀକରଣ। ସମ୍ବିଧାନ ଦ୍ୱାରା ସରକାରର ତିନିଗୋଟି ଅଙ୍ଗ ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ମଧ୍ୟରେ କ୍ଷମତା ବିଭାଜନ ବା ବିତରଣ ହୋଇଥାଏ ଯାହାଦ୍ୱାରା ପ୍ରତ୍ୟେକ ଅଙ୍ଗ ପରସ୍ପରଠାରୁ ପୃଥକ ହୋଇ ସ୍ୱାଧୀନ ଭାବେ କାର୍ଯ୍ୟ କରିବେ ଏବଂ ପରସ୍ପର ପ୍ରତିରୋଧ ଓ ସନ୍ତୁଳନ ନୀତିରେ କାର୍ଯ୍ୟ କରିବେ। ଫଳରେ କାହାର ଏକଚାଟିଆ କାରବାର ଓ ମନମୁଖୀ କାର୍ଯ୍ୟ ଚଳିବ ନାହିଁ। ଏହାଦ୍ୱାରା ସମ୍ବିଧାନ ସୁରକ୍ଷିତ ହେବ ଏବଂ ଶାସନ ଶୃଙ୍ଖଳିତ ହେବ ଯାହା ସାମ୍ବିଧାନିକତା ପ୍ରତିଷ୍ଠିତ କରିବ। ବ୍ୟକ୍ତି ଅଧିକାର।
ସାମ୍ବିଧାନିକତା ନିମନ୍ତେ ଯାହା ସର୍ବୋଚ୍ଚ ସୋପାନରେ ରହିବା ଆବଶ୍ୟକ ତାହା ହେଉଛି ବ୍ୟକ୍ତିର ଅଧିକାର ଓ ତାହାର ସୁରକ୍ଷା। ଏହା ସମ୍ବିଧାନ ଦ୍ୱାରା ପ୍ରତ୍ୟକ୍ଷ ଭାବେ ଅଥବା ତାହାର ବ୍ୟବସ୍ଥା ଦ୍ୱାରା ପରୋକ୍ଷ ଭାବେ ସୃଷ୍ଟି ହୋଇଥିବା ଆଇନ ଅଦାଲତରେ ନ୍ୟାୟିକ ପ୍ରକ୍ରିୟାରେ ସୁରକ୍ଷିତ ହୋଇଥାଏ। ସ୍ୱାଧୀନ ନ୍ୟାୟପାଳିକା ଗୋଟିଏ ଉଦାରବାଦୀ ଗଣତନ୍ତ୍ର ତଥା ଏକ ମୁକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ ସ୍ୱାଧୀନ ନ୍ୟାୟପାଳିକାର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ। ଏହା ବିନା ଆଇନର ଶାସନ ପ୍ରତିଷ୍ଠା ସମ୍ଭବ ନୁହେଁ କି ବ୍ୟକ୍ତି ଅଧିକାର ଓ ସ୍ୱତନ୍ତ୍ରତା ସୁରକ୍ଷିତ ନୁହେଁ। ଉତ୍ତରଦାୟୀ ସରକାର ଗଣତାନ୍ତ୍ରିକ ସରକାର ସମ୍ବିଧାନର ବ୍ୟବସ୍ଥାନୁସାରେ ସାମୟିକ ବ୍ୟବଧାନରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥାଏ। ସରକାର ଜନସାଧାରଣଙ୍କ ପ୍ରତ୍ୟାଶା ଅନୁଯାୟୀ ତଥା ନ୍ୟାୟପୂର୍ଣ୍ଣ ଓ ଜନହିତୈଷୀ ଭାବେ କାର୍ଯ୍ୟ ନ କଲେ ସେମାନେ ପରବର୍ତ୍ତୀ ନିର୍ବାଚନରେ ତାହାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ତେଣୁ ସରକାର ଉତ୍ତରଦାୟୀ ଓ ସମ୍ବେଦନଶୀଳ ହେବା ଜରୁରୀ। ଏହା ହିଁ ସାମ୍ବିଧାନିକତାର ସୁରକ୍ଷା। ଜନପ୍ରିୟ ସାର୍ବଭୌମତ୍ୱ ଗଣତନ୍ତ୍ର ଶାସନରେ ସର୍ବୋଚ୍ଚ ତଥା ସର୍ବଶେଷ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ହୋଇଥାଏ ଏବଂ ସରକାର ସେମାନଙ୍କଠାରୁ ହିଁ ବୈଧ କ୍ଷମତା ଆହରଣ କରିଥାଏ। ଏହା ହିଁ ଜନପ୍ରିୟ ସାର୍ବଭୌମତ୍ୱ ଯାହା ସାମ୍ବିଧାନିକତାର ଅନ୍ୟତମ ମୂଳ ମନ୍ତ୍ର। ସାମରିକ ବାହିନୀ ଉପରେ ବେସାମରିକ ନିୟନ୍ତ୍ରଣ ସମ୍ବିଧାନ ବା ତାହାର ବ୍ୟବସ୍ଥା ବଳରେ ପ୍ରତିଷ୍ଠିତ ଏକ ନିର୍ବାଚିତ ବେସାମରିକ ସରକାର ହାତରେ ସାମରିକ ବାହିନୀକୁ ନିୟନ୍ତ୍ରଣ କରିବା କ୍ଷମତା ରହିବା ଆବଶ୍ୟକ। ସାମରିକ ବାହିନୀ ଗଣତାନ୍ତ୍ରିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଅଥବା ସେନା ସଂହତ କରିବା ଉଦ୍ୟମରୁ କ୍ଷାନ୍ତ ହେବା ଆବଶ୍ୟକ। ସାମରିକ ବାହିନୀ କେବେ ହେଲେ ବି ନିର୍ବାଚିତ ସରକାରଙ୍କୁ ନିୟନ୍ତ୍ରଣ ବା ଦମନ କରିପାରେ ନାହିଁ। ପୁଲିସର ଉତ୍ତରଦାୟିତ୍ୱ ପୁଲିସ କର୍ତ୍ତବ୍ୟ ପାଳନ ବେଳେ ବ୍ୟକ୍ତିର ଅଧିକାର ସ୍ୱାଧୀନତା ଓ ମର୍ଯ୍ୟାଦା ରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବ ଏବଂ ନିଜେ କ୍ଷମତାର ଅପବ୍ୟବହାର ନ କରି ସଂଯମ ରକ୍ଷା ପୂର୍ବକ ସରକାର ଅଧୀନରେ ତଥା ଆଇନର ପ୍ରକ୍ରିୟା ଦ୍ୱାରା ତଥା ଅଦାଲତ ନିର୍ଦ୍ଦେଶରେ କାର୍ଯ୍ୟ କରିବ। ଅନ୍ୟପକ୍ଷରେ 1980 ଦଶକରେ କ୍ରମବର୍ଦ୍ଧିଷ୍ଣୁ ବିଶ୍ୱ ବ୍ୟବସ୍ଥା ଏବଂ ବିଶ୍ୱବ୍ୟାପୀ ବଜାର ବିପ୍ଳବର ପରିଣାମ ସ୍ୱରୂପ ନୂତନ ସମ୍ବିଧାନ ବାଦ ସୃଷ୍ଟି ହେଲା। ଶୀତଳ ଯୁଦ୍ଧର ପରିସମାପ୍ତି ବିଚାରଧାରାର ପରିବର୍ତ୍ତନର ରୂପାନ୍ତରର ଆବଶ୍ୟକତା ଉପସ୍ଥାପିତ କଲା। ଏହି ପରିବର୍ତ୍ତନ ସମାଜବାଦର ବିଦାୟ ଏବଂ ରକ୍ଷଣଶୀଳତାବାଦ ଓ ଉଦାରବାଦର ଅଭ୍ୟୁଦୟ ସୂଚନା ଦେଲା। ସମାଜର ଅଗ୍ରଗତି ପୁଞ୍ଜି ଗତିଶୀଳତାର ବିବର୍ତ୍ତନ ଆନ୍ତର୍ଜାତୀୟ ବା ବହୁଦେଶୀୟ ନିଗମ ଏବଂ ବିଶ୍ୱ ବଜାରର ସମ୍ପ୍ରସାରଣକୁ ଅନୁମତି ଦେଲା। ନୂତନ ସମ୍ବିଧାନ ବାଦ ନବ୍ୟ ଉଦାରବାଦ ଢାଞ୍ଚାର ସୃଷ୍ଟି ହୋଇଛି ଯାହା ନୂତନ ବିଶ୍ୱ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଥିବା କେତେକ ରାଜନୈତିକ ନୀତି ସମୂହକୁ ସୂଚିତ କରେ। ନୂତନ ସମ୍ବିଧାନବାଦର ଲକ୍ଷ୍ୟ ହେଉଛି ଆଞ୍ଚଳିକ ଓ ଜାତୀୟ ସ୍ତରରୁ ସାମ୍ବିଧାନିକ ଢାଞ୍ଚା ମାଧ୍ୟମରେ ବିଶ୍ୱ ସ୍ତରକୁ ଅର୍ଥନୈତିକ ଲକ୍ଷ୍ୟ ଓ ଅଭ୍ୟାସ ନେଇଯିବା। ଉଦ୍ଦେଶ୍ୟ ହେଉଛି ବୈଶ୍ୱିକ ପ୍ରାଧାନ୍ୟ ସୃଷ୍ଟି ଓ ମୁକ୍ତ ପୁଞ୍ଜିବାଦୀ ବ୍ୟବସ୍ଥାର ପ୍ରୋତ୍ସାହନ।